ମୋ ନାଁ ବିଚିତ୍ରାନନ୍ଦ ବେବର୍ତ୍ତା, ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି। ଏଇଟା ବାସ୍ତବରେ ଟିକେ ଦୁଃଖ ଲାଗିଲା ଆଉ ବହୁତ କଷ୍ଟ ବି ଲାଗିଲା, ଯେହେତୁ ଆମେ ସବୁ ଭାଷା ପ୍ରେମୀ, ଓଡ଼ିଆ ସାହିତ୍ୟ କୁହନ୍ତୁ, ସଂସ୍କୃତି କୁହନ୍ତୁ, ମା ମାଟି ମାତୃଭାଷାକୁ ଆମେ ବହୁତ ଆଗରୁ ପିଲାଠୁ ଭଲ ପାଉଛୁ। ଆଉ ମା ଭାଷାଟାକୁ ଟିକେ ଯଦି ଏଭଳି ମାଠୁ ଆମେ ଯାହା ଶୁଣିଛୁ ବା ମାତୃଭାଷାକୁ ଯଦି ଟିକେ ଏପରି ଅପଭ୍ରଂଶ ହବ, ସେଥିପାଇଁ ଟିକେ ମନରେ କଷ୍ଟ ହେଲା। ଗତକାଲି 21 ତାରିଖ ଫେବୃଆରୀ ମାସରେ ବିଶ୍ୱ ମାତୃଭାଷା ଦିବସ ପାଳନ କରିଥିଲୁ। ଆଉ ଏଥିରେ ଯଦି ବିଶ୍ୱ ଚାହୁଁଛି ଯେ ମା ଭାଷାଟାକୁ ଯଦି ଉଚ୍ଚରେ ରଖିବା, ଆମର ଏଇ ଭାଷାଟାକୁ, ଏଇ ମାଟିର ଭାଷାଟାକୁ, ଏଇ ପାରଳାଖେମୁଣ୍ଡ ଭାଷାଟାକୁ, ଏଇ ଗଜପତି ଭାଷାଟାକୁ କାହିଁକି ଆମେ ନିର୍ଭୁଲ ଲେଖିବା ନାହିଁ? ହୁଏତ ଭୁଲ ହେଇଯାଇଛି, ସେଟା ସେ ଭୁଲଟାକୁ ସଂଶୋଧନ କରାଗଲା ପରବର୍ତ୍ତୀ ସମୟରେ। ଦୁଇଟା ଭୁଲ ଅଛି, ପ୍ରଶାସନ ଭୁଲ ଥିଲା, ପାରଳାଖେମୁଣ୍ଡି ସେଇ ଇଏଟା ବି ଭୁଲ ଥିଲା। କିନ୍ତୁ ଏଣିକି ଭଗବାନଙ୍କୁ ଆଶୀର୍ବାଦ ମାଗୁଛି ବା ଭଗବାନ ପାଖରେ ମୋ କରୁଣା ଭିକ୍ଷା କରୁଛି, ଆମେ ଯୋଉମାନେ ଲେଖିବା, ଯୋଉମାନେ କରିବା, ବାରମ୍ବାର ବ୍ୟାନରଟାକୁ ଲଗେଇବା ପୂର୍ବରୁ ଚିନ୍ତା କରିବା, ପଢିବା ଆଉ 4 ଜଣଙ୍କୁ ପଚାରିବା ଏଟା ଠିକ କି ଭୁଲ, ତାପରେ ଲଗେଇଲେ ଭଲ ହବ ମୋ ମତରେ।